ନୂଆପଡ଼ା ଲୋୟର ଇନ୍ଦ୍ର ଜଳସେଚନ ବିଭାଗ ନୂଆପଡ଼ା ଜଳସମ୍ପଦ ବିଭାଗ ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ 2023-2024 ଉଦ୍ଯାପିତ ହୋଇଯାଇଛି। ଚାଲିଥିବା ପାଣି ପଞ୍ଚାୟତ ପକ୍ଷ ପାଳନର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାୟ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଲୋୟର ଇନ୍ଦ୍ର ସିସି ସଞ୍ଜୀବ ଭାତରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଦସ୍ୟ ଭାନୁପ୍ରତାପ ମାଝୀ, ରାଜ୍ୟ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତିନିଧି ରାମଲାଲ ହଂସ, ଲୋୟର ଇନ୍ଦ୍ର ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟରଞ୍ଜନ ଜୟପୁରିଆ, ନୂଆପଡ଼ା ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉଜ୍ଜଳ ଜାନି, କୃଷି ବିଜ୍ଞାନ କେନ୍ଦ୍ର ନୂଆପଡ଼ାର ମୁଖ୍ୟ ବୈଜ୍ଞାନିକ ଡକ୍ଟର ଶାଶ୍ୱତୀ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ଥିଲେ। ଏହି ପରିପ୍ରେକ୍ଷୀରେ ମଞ୍ଚାସୀନ ଅତିଥିମାନେ ଜଳ ପରିଚାଳନା କ୍ଷେତ୍ରରେ ଚାଷୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଓ ସ୍ୱୀକୃତି ଜଣାଇବା ପାଇଁ ଏହା ଏକ ସୁନ୍ଦର କାର୍ଯ୍ୟକ୍ରମ ବୋଲି କହିବା ସହିତ ଜିଲ୍ଲାରେ ଚାଷୀମାନେ ଷ୍ଟ୍ରବେରୀ ଚାଷ, ଛତୁ ଚାଷ, ବତକ ଚାଷ, କୁକୁଡ଼ା ଚାଷ କରି ଭରପୁର ଲାଭବାନ ହେଉଛନ୍ତି ବୋଲି ମଞ୍ଚାସୀନ ଅତିଥିମାନେ ମତପୋଷଣ କରିଥିଲେ। ନ୍ୟାୟସଙ୍ଗତ ଓ ସମାନତା ଭିତ୍ତିରେ ବିଭିନ୍ନ ଜଳ ବ୍ୟବହାରକାରୀଙ୍କ ମଧ୍ୟରେ ଜଳ ବଣ୍ଟନ ପ୍ରକ୍ରିୟାର ସୁବ୍ୟବସ୍ଥା କରିବା ପାଇଁ ସହଯୋଗ କାମନା କରିଥିଲେ। ଏହି ପରିପ୍ରେକ୍ଷୀରେ ଓଏଲ୍ଆଇସି ସଫଳ ପାଣି ପଞ୍ଚାୟତ ଭାବରେ ଖରିଆର ବ୍ଲକ ଅନ୍ତର୍ଗତ ମାଣ୍ଡୁସିଲ ପାଣି ପଞ୍ଚାୟତ ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିବା ବେଳେ ସଫଳ ଚାଷୀ ଭାବରେ କୋମନା ବ୍ଲକ ଅନ୍ତର୍ଗତ ସିଲୋଭା ଗ୍ରାମର ଚରଣ ସାଏ ସବର ପୁରସ୍କୃତ ହୋଇଥିଲେ। ସେହିଭଳି ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଭାଗ ନେଇଥିବା କୁଇଜ୍ ପ୍ରତିଯୋଗିତା, ଡିବେଟ୍ ପ୍ରତିଯୋଗିତା, ପେଣ୍ଟିଂ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ, ଦ୍ୱିତୀୟ ସ୍ଥାନ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଉକ୍ତ ପକ୍ଷ ପାଳନ ଅବସରରେ ବରିଷ୍ଠ ସାମ୍ବାଦିକ ସୀମାଞ୍ଚଳ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ନୂଆପଡ଼ା ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉଜ୍ଜଳ ଜାନି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଷୀ, ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ଏବଂ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ନୂଆପଡ଼ାରୁ ବୀରବଲ ପ୍ରଧାନଙ୍କ ରିପୋର୍ଟ, କଳିଙ୍ଗ ଟିଭି 24।